ସବୁ କିଛି ସହିଯାଅ କିନ୍ତୁ ଧୋକା ନୁହେଁ। ବେଳେ ବେଳେ ଧୋକା ଏତେ ଭୟଙ୍କର ହୋଇଯାଏ ଯେ ସେଇ ସମ୍ପର୍କକୁ ଦୂରେଇ ଯିବା 100 ଗୁଣ ଭଲ ହୋଇଥାଏ। ଏମିତି କିଛି ସମ୍ପର୍କକୁ ପଛରେ ପକାଇ ଦିଅ ଯେଉଁଥିରେ ଆତ୍ମସମ୍ମାନ ବେଳକୁ ବେଳ କ୍ଷୁର୍ଣ୍ଣ ହେଉଛି। ସହିବାର ବି ସୀମା ଥାଏ, ବୁଝେଇବାର ବି ସୀମା ଥାଏ, ନିଜର କରିବାରେ ବି ସୀମା ଥାଏ। ସବୁ କିଛି ସୀମା ଅତିକ୍ରମ କରିଗଲା ପରେ ସେହି ସମ୍ପର୍କ ସେଇଠାରେ ଶେଷ ହୋଇଯାଏ। କାନ୍ଦିକି ନୁହେଁ, ବରଂ ହସି ହସି ସେଇଠୁ ଦୂରେଇ ଯିବା ଦରକାର। ଯାହା ପାଖରେ ତୁମର କୌଣସି ମୂଲ୍ୟ ନାହିଁ, ତା ସହିତ ବା କେତେଦିନ ପ୍ୟାଚ୍ ପକାଇ ଚାଲିଥିବ? ଏଭଳି ପରିସ୍ଥିତିରେ ନିଃସ୍ୱାର୍ଥପର ନ ହୋଇ ସ୍ୱାର୍ଥପର ହେବାକୁ ପଡ଼େ। ସାମ୍ନାବାଲାର ଏଫର୍ଟକୁ ଦେଖି ପ୍ରାୟୋରିଟି ଦେବାକୁ ପଡ଼େ। ମନ ଦୁଃଖ କରନି, ଆଖିରୁ ଲୁହ ଗଡ଼ାଅନି। ଆରେ, ତୁମେ କାହା ପାଇଁ ଏସବୁ କରୁଛ? ଯିଏ ତୁମକୁ ପ୍ରତ୍ୟେକ କଥାରେ ଆଘାତ ଉପରେ ଆଘାତ ଦେଇ ତୁମ ହୃଦୟକୁ ଭାଙ୍ଗି ଟିକ୍ ଟିକ୍ କରିସାରିଲାଣି। ତୁମେ ସମ୍ପର୍କ ଭାଙ୍ଗିଯିବା ଭୟରେ ଅନୁଶୋଚନା କରୁଛ। ହେଲେ ଯାହା ପାଇଁ ଏବେ ତୁମେ ହୃଦୟରେ କୋହ, ଆଖିରେ ଲୁହ, ସେ ତ ତୁମ ପାଇଁ ତିଳେ ମାତ୍ର ଅନୁତପ୍ତ ନୁହେଁ। ସେ ଅନ୍ୟକୁ ତାର ସବୁକିଛି ସମର୍ପି ଦେବାକୁ ଆଗବର। କେବଳ ତୁମଠାରୁ ମୁକ୍ତି ପାଇବା ପାଇଁ ଖୋଜୁଥିଲା ଉପାୟ। ଏବେ ସବୁକିଛି ମିଳିଗଲା। ନିଜ ଉଦ୍ଦେଶ୍ୟ ସଫଳ ହେବା ଖୁସିରେ ମସଗୁଲ 24 ଘଣ୍ଟା। ଆଉ ସେ ସୁଯୋଗ ପ୍ରଦାନ କଲ ତୁମେ। ତୁମର କୌଣସି ଏକ ଛୋଟ ଭୁଲକୁ ବିରାଟ ରୂପ ଦେଇ ତୁମକୁ ଦୂରେଇ ଦିଆଗଲା। ଆପଣ କୁହନ୍ତୁ ତ, ଏଭଳି ପରିସ୍ଥିତିରେ ସବୁକିଛି ଆଖି ଆଗରେ ଦେଖି ସବୁ ଜାଣିଗଲା ପରେ ଆଉ କେତେଦିନ ନିର୍ଲଜ୍ଜଙ୍କ ପରି ସବୁ କଥାକୁ ପୁନର୍ବାର ପଛକୁ ପକାଇ ଦେଇ ସମ୍ପର୍କକୁ ଆଗକୁ ବଢ଼ାଇ ହେବ? ଏଠାରେ ରିଲେସନ୍ କଣ୍ଟିନ୍ୟୁ କରିବା ଦରକାର ନା ବ୍ରେକଅପ୍?